ପ୍ରଥମଟି ହେଲା ରବି ଗ୍ରହ। ଘର ଉପରେ ଚିଲ, ଶାଗୁଣା, ପେଚା, ଛଞ୍ଚାଣ ବସିଲେ ଓ ଘର ଭିତରେ ଉଇହୁଙ୍କା କିମ୍ବା ମହୁଫେଣା ହେଲେ, ଦାନ୍ତ ଉଠିଥିବା ପିଲା ଜନ୍ମ ହେଲେ, ଗୃହସ୍ଥଙ୍କ ସ୍ତ୍ରୀଙ୍କ ଦେହ ସବୁବେଳେ ଖରାପ ହେଲେ ରବି ଗ୍ରହ ବିପକ୍ଷରେ ଅଛନ୍ତି ବୋଲି ଜାଣିବେ। ଏହାର ପ୍ରତିକାର ହେଲା ଅରଖ ସମିଧର ରବିଙ୍କର ହୋମ କରିବା ଆବଶ୍ୟକ। ଦ୍ୱିତୀୟଟି ହେଲା ଚନ୍ଦ୍ରଗ୍ରହ। ଘରେ କାହାର ବସ୍ତ୍ର ବା କେଶ ପୋଡ଼ିଗଲେ, ବସିଥିବା ଆସନ ହଠାତ୍ ଭାଙ୍ଗିଗଲେ, କୋଇଲି ଭୂମିରେ ପଡ଼ିଗଲେ, ଯାନବାହନର ଚକ ଅକସ୍ମାତ୍ ଭାଙ୍ଗିଗଲେ ଚନ୍ଦ୍ରଗ୍ରହ ପୀଡ଼ା ବୋଲି ଜାଣିବେ। ଏହାର ପ୍ରତିକାର ହେଲା ଗୃହକର୍ତ୍ତା ପଳାଶ ସମିଧକୁ ଘିଅ, ମହୁ ଓ ଦହିରେ ଗୋଳାଇ ଚନ୍ଦ୍ରଙ୍କ ପାଇଁ ହୋମ କରାଇବେ। ତୃତୀୟଟି ହେଲା ମଙ୍ଗଳ ଗ୍ରହ। ଯାହା ଘରେ ବିନା କାରଣରେ ଘର ପୋଡ଼ି ହୁଏ, ଭାତ ହାଣ୍ଡି ଥରି ଉଠେ, 6 କିମ୍ବା 8 ମାସରେ ପିଲା ଜନ୍ମ ହୁଅନ୍ତି, ଦହି ହାଣ୍ଡି, ଦୁଧ ହାଣ୍ଡି କିମ୍ବା ଭାତ ହାଣ୍ଡିରେ ରକ୍ତ ଦେଖାଯାଏ, ଏହା ଅତ୍ୟନ୍ତ ଅଶୁଭ ସୂଚକ ଅଟେ। ଏହାର ପ୍ରତିକାର ହେଲା ଦହି, ମହୁ, ଘିଅ ଗୋଳାଇ ଖଇର କାଠରେ ମଙ୍ଗଳ ଗ୍ରହଙ୍କର ହୋମକରଣୀୟ କରିବା ଆବଶ୍ୟକ। ଚତୁର୍ଥଟି ହେଲା ବୁଧ ଗ୍ରହ। ଯେଉଁ ଘରେ ଗାଈ ବାରମ୍ବାର ରଡ଼ି ଛାଡ଼େ, ସ୍ତ୍ରୀମାନଙ୍କର ବାରମ୍ବାର ଗର୍ଭାବପ୍ତ ହୁଏ ଓ ଛେଳି, କୁକୁର, ଘୁଷୁରୀ ଆଦି ପ୍ରାଣୀ ଘର ଭିତରକୁ ପଶିଯାଆନ୍ତି, ଏସବୁ ଲକ୍ଷଣ ଦେଖାଦେଲେ ବୁଧ ଗ୍ରହଙ୍କର ଉତ୍ପାତ ବୋଲି ଜାଣିବେ। ଏହାର ପ୍ରତିକାର ହେଲା ଦହି, ମହୁ ଓ ଘିଅ ଗୋଳା ହୋଇଥିବା ଅପମାର୍ଗ ସମିଧ ଦ୍ୱାରା ବୁଧଙ୍କର ହୋମକରଣୀୟ କରିବା ଆବଶ୍ୟକ। ପଞ୍ଚମଟି ହେଲା ବୃହସ୍ପତି ଗ୍ରହ। ଯେଉଁଠାରେ ପ୍ରତିଥର ଜାଆଁଳା ପିଲା ଜନ୍ମ ହୁଅନ୍ତି, ଭାଦ୍ରବ ମାସରେ ଗାଈ ଜନ୍ମ କରେ, ଥରକେ ଗୋଟିଏ ବା 3ଟି ବାଛୁରୀ ଜନ୍ମ ହୁଅନ୍ତି, ସେ ଘରର ମାଲିକ ବହୁତ ପୀଡ଼ା ପାଇଥାଏ। ପ୍ରତିକାର ହେଲା ବୃହସ୍ପତିଙ୍କ ହୋମ ମନ୍ତ୍ରରେ ଗୁରୁବାର ଦିନ ଅଶ୍ୱତ୍ଥ ସମିଧ ଦ୍ୱାରା ହୋମ କରି ବ୍ରାହ୍ମଣଙ୍କୁ ଶକ୍ତି ଅନୁସାରେ ହଳଦିଆ ବସ୍ତ୍ର, ଭୋଜନ ଓ ଦକ୍ଷିଣ ଦାନ କରିବେ। ଷଷ୍ଠଟି ହେଲା ଶୁକ୍ର ଗ୍ରହ। ଯେଉଁଠାରେ ହଠାତ୍ ଭୂମିଜଳ ଉପରକୁ ଉଠେ, କୂପରୁ ପାଣି ଆଣି ସବୁ ହଠାତ୍ ଶୁଖିଯାଏ କିମ୍ବା ଉଛୁଳି ବାହାରକୁ ବାହାରେ, ଏହି ସବୁ ଲକ୍ଷଣ ଦେଖାଗଲେ ଶୁକ୍ର ଗ୍ରହ କୋପ କରିଛନ୍ତି ବୋଲି ଜାଣିବେ। ଏହାର ପ୍ରତିକାର ହେଲା ଶୁକ୍ରବାର ଦିନ ଘିଅ, ମହୁ ଓ ଦହି ଗୋଳା ହୋଇଥିବା ଉଦମ୍ବରୁ ସମିଧରେ ଶୁକ୍ରଙ୍କର ହୋମକରଣୀୟ କରିବା ଆବଶ୍ୟକ। ସପ୍ତମଟି ହେଲା ଶନି ଗ୍ରହ। ଯେଉଁ ଗୃହରେ ବିନା କାରଣରେ ଦେବ ପ୍ରତିମା ଥରି ଉଠନ୍ତି ବା ପଡ଼ିଯାଆନ୍ତି, ଘର ଭିତରକୁ ବିଲୁଆ, ମାଙ୍କଡ଼, ଶାଗୁଣା, ବଗ, ଭାଲୁ ଆଦି ଜନ୍ତୁ ପଶିଯାଆନ୍ତି, ସେହି ଘରେ ଗୃହକର୍ତ୍ତାଙ୍କର ଅଶୁଭ ଘଟେ। ଏହାର ପ୍ରତିକାର ହେଲା ଶନିବାର ଶନି ସମିଧି ଦ୍ୱାରା ଶନିଙ୍କର ହୋମକରଣୀୟ କରିବା ଆବଶ୍ୟକ। ଅଷ୍ଟମଟି ହେଲା ରାହୁ ଗ୍ରହ। ଯେଉଁ ଘର ଉପରେ ବଜ୍ର ପଡ଼େ କିମ୍ବା ରକ୍ତ ଅଙ୍ଗାର ଦୃଷ୍ଟି ହୁଏ ଓ ଦ୍ୱାରବନ୍ଧ ହଠାତ୍ ଭାଙ୍ଗି ପଡ଼େ ଓ ଘର ଭିତରେ ବିଲୁଅ ବୋବାଏ, ମୃତ୍ୟୁ ହୋଇଥିବା ଲୋକ ଉଠି ବସେ କିମ୍ବା ଶବଧାରା ପଡ଼ିଯାଏ, ବାଉଁଶ ଗଛରେ ଫୁଲ ହୁଏ, ଏଗୁଡ଼ିକ ରାହୁର ଉତ୍ପାତ ହେବାର ଲକ୍ଷଣ। ଏହାର ପ୍ରତିକାର ହେଲା ରବିବାର ଦିନ ଘିଅ, ମହୁ ବୋଳା କାଠରେ ହୋମ କରିବେ। ହୋମ ଶେଷରେ ବ୍ରାହ୍ମଣଙ୍କୁ ଦକ୍ଷିଣା ଗୋଟିଏ ଲୁହା ଛୁରୀ ଦେବେ। ନବମଟି ହେଲା କେତୁ ଗ୍ରହ। ଯେଉଁ ଘରେ ହଠାତ୍ ପାଣି ହାଣ୍ଡି ଭାଙ୍ଗିଯାଏ, ଘର ଦୁଆର ପାଖରେ ବିଲୁଆ ରଡ଼ି ଛାଡ଼େ, ଗଛରୁ ରକ୍ତବର୍ଣ୍ଣର ରସ ବାହାରେ କିମ୍ବା ଏକା ସମୟରେ 3ଟି ଶିଶୁ ଜନ୍ମ ହୁଅନ୍ତି, ଏସବୁ କେତୁଙ୍କ ଉତ୍ପାତ ବୋଲି ଜାଣିବେ। ଏହାର ପ୍ରତିକାର ହେଲା କେତୁ ଗ୍ରହ ଶାନ୍ତି ପାଇଁ ରବିବାର ଦିନ ଘିଅ, ମହୁ ଓ ଦହି ଗୋଳା ହୋଇଥିବା କୁଶ ଦ୍ୱାରା ହୋମ କରଣ କରିବା ଆବଶ୍ୟକ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ଗୋଟିଏ ଲାଇକ୍ ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।